ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଦାସ ସେ ଜଣେ ଠିକାଦାରଙ୍କଠାରୁ ବିଲ୍ କ୍ଲିୟର କରାଇଦେବା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏବଂ ଭିଜିଲାନ୍ସ ବିଭାଗ ତାଙ୍କଠାରୁ ମୋଟ 2,26,000 ଟଙ୍କା ଜବତ କରିବା ସହ ତାଙ୍କରି ବିଭିନ୍ନ ଠିକଣାରେ ରେଡ୍ ଜାରି କରିଛି। ଭୁବନେଶ୍ୱର ସ୍ମୃତି ବହୁମୁଖୀ ସମବାୟ ସମିତି ଅଧିକ ସୁଧର ପ୍ରଲୋଭନ ଦେଖାଇ ଶହ ଶହ ଜମାକାରୀଙ୍କଠାରୁ ଠକି ନେଲା ପ୍ରାୟ 6 କୋଟି ଟଙ୍କା। ଏହି ଘଟଣାକୁ ନେଇ ଅର୍ଥନୈତିକ ଅପରାଧୀ ଶାଖା ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ। ପୂର୍ବରୁ ଏହି ମାମଲାରେ ପାହାଳ ଥାନା ପୋଲିସ ସ୍ମୃତି ବହୁମୁଖୀ ସମବାୟ ସମିତିର 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଭିଣୋଇକି ଖଣ୍ଡାରହାଣି ହତ୍ୟା କଲା ଶଳା। ଘଟଣା ପରେ ଅଭିଯୁକ୍ତ ଶଳା ଫେରାର ଥିବା ବେଳେ ବାଲିପାଟଣା ପୋଲିସ କାବୁ କରି ପଚରାଉଚରା ଜାରି କରିଛି ଏବଂ ମୃତକ ରେଙ୍ଗାଲ ଗ୍ରାମର ମୁସ୍ତାକିନ ଅଲି। କୋଲକାତାର ଇଡେନ ଗାର୍ଡେନରେ ଆଜି ଆଇପିଏଲ ର 15ତମ ମ୍ୟାଚ ଘରୋଇ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। କୋଲକାତା ନାଇଟ୍ ରାଇଡର୍ସ 3ଟି ମ୍ୟାଚରୁ 1 ବିଜୟ ଓ 2ଟି ପରାଜିତ ହୋଇଛି। Preview. Audio Jungle. Audio Jungle. Preview. ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କଅଁରପାଳ ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ହୋଣ୍ଡା କାର। ଏଥିରେ 4 ଜଣ ଯୁବକ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଠାବ। ମୃତ ଯୁବକ ଏୟାରଫିଲ୍ଡ ଥାନା ଅଞ୍ଚଳର ଜିତୁ ବେହେରା ହୋଇଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସେପଟେ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି କରିଛି। କଟକ ବାଦାମବାଡି ଥାନା ପୋଲିସ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳର ଠକ ନକଲି ପୋଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳାଇକୁ ଗିରଫ କରି ତା ନିକଟରୁ ସ୍ପେଶାଲ ଟାସ୍କ ଫୋର୍ସ ଲେଖାଥିବା ପରିଚୟ ପତ୍ର, ପୋଲିସ ପୋଷାକ, 5ଟି ମୋବାଇଲ ଫୋନ, ଷ୍ଟାମ୍ପ, ଚେକ୍ ବହି, ତାରକା, ଲୋଗୋ, ଟୋପି ଓ 4 ଲକ୍ଷ ଟଙ୍କା ଜବତ କରିଛି। ସେ ଗୃହ ରଖି ଚାକିରି ଦେବା ଆଳରେ 40 ଜଣ ଯୁବକ ଯୁବତୀଙ୍କ ଠାରୁ 50 ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। Preview. Preview. Audio Jungle. Audio Jungle. Preview. ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅଞ୍ଚଳରେ ଧାରୁଆ ଅସ୍ତ୍ରରେ ନିଜ ଶ୍ୱଶୁରର ବେକ କାଟିଲା ଜ୍ୱାଇଁ ଏବଂ ଅଭିଯୁକ୍ତ ଜ୍ୱାଇଁ ଝୁମର ନାହକ ଘଟଣାସ୍ଥଳରୁ ଫେରାର ଥିବାବେଳେ ଶ୍ୱଶୁର କଂଗ୍ରେସ ନାହକ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ। ଖବର ପାଇ ଗୁଡୁସର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଜଣେ ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟି ନେଇଥିବା ଜୁଏଲାରୀ ମାଲିକ ସଞ୍ଜୟ ସାହୁ ଥାନାରେ ଅଭିଯୋଗ କରିଥିବା ବେଳେ ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏବଂ ଗଞ୍ଜାମ ଜିଲ୍ଲା ରମ୍ବା ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଗୁପ୍ତେଶ୍ୱର ଶୈବ ପୀଠ ନିକଟରେ ଭାରସାମ୍ୟ ହରାଇ
10 ଫୁଟ ତଳକୁ ଖସିଲା କାର। ଦୁର୍ଘଟଣାରେ କାର ଥିବା ବ୍ରହ୍ମପୁର ହୋଣ୍ଡା ଶୋରୁମ ମ୍ୟାନେଜର ସୁଶାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। Preview.